SLVT আমার বন্ধু, SLVT আমার বন্ধু, ভাই ভৌড়ি আগে হুয়া, ভাই ভৌড়ি আগে হুয়া, ভাই ভৌড়ি আগে হুয়া, ভাই ভৌড়ি আগে হুয়া, স্কুল জানো তো, স্কুল জানো তো, স্কুল জানো তো, স্কুল জানো তো। আমি সমস্যা প্রশ্ন भाई मौनी ये हुआ भाई मौनी ये हुआ जाया करते अक्सर दुनिया में लोग चक्कर खाया करते हैं मगर कुछ ऐसे होते हैं जो इनाम कर रहे हैं मगर पता नहीं ये वाला ऐप कहाँ से चलाया और सबको डराने लगा ମୁଁ ତ ଓଡ଼ିଆ ଭାରି ତ ବଢ଼ିଆ ସେଇଥିପାଇଁ ମୋ ଗର୍ବ ମୁଁ ତ ଓଡ଼ିଆ ଭାରି ତ ବଢ଼ିଆ ସେଇଥିପାଇଁ ମୋ ଗର୍ବ ମୁଁ ଏଇଠି ଖାଇକି ଯୋଉଠି ଖାଏ ମୁଁ ଏଇଠି ଖାଇକି ଯୋଉଠି ଖାଏ ବାର ମାସେ ତେର ପର୍ବ ବାର ମାସେ ତେର ପର୍ବ ଆଜି ଆମେ ଏଠି ଏକାଠି ହେଇକି କାହିଁକି ଆପଣ ତ ଜାଣିଛୁ ଯେହେତୁ ଆମେ ଏତେ ଜଣ ଛାତ୍ରୀ ଆଜି ଏଠି ଏକ୍ସାଇଟମେଣ୍ଟ ଦିଏ ଆମେ ମାନେ ଏବେ ଗୋଟେ ମାନେ ଆମ ପରବର୍ତ୍ତୀ ମହାବିଦ୍ୟାଳୟ ବୋଧଗଡ଼ ছাত্রছাত্রী মানে এতে আপনারা কিপরে সচেতন ରହିବେ ତାହା তো জোরদার করজারে স্বাগত করନ୍ତୁ সেই কলাকার করবা রাজ নাই ভালো দা আর কোন কলেজ আছে কোন ভালো আছে তো দেব দা हाँ भल चलती बंडा के तीन है तो कंटिन्यू चलती भल था कितना रुपए चलती है पाठ पढ़ा प्रैक्टिकल मगर उसको नंबर पड़ा को वल्ला बड़ा वल्ला सॉरी गो ଆପଣ ଜୀବନରେ ରକ୍ତଦାନ କରିଥିଲେ ବୋଲଗଡ଼ ଡକ୍ଟର କହୁଥିଲି ଆପଣ ଖାଲି ବୋଲଗଡ଼ ମେଡ଼ିକାଲ ଆସିବେ ଆପଣ ଆସିବେ କାଲି ଟିକେ ଆପଣଙ୍କ ସହ କଥା ଅଛି ଆପଣ କାହାକୁ ବି ପଚାରିଦେବେ ଡକ୍ଟର ସେ ମଧ୍ୟ ଆପଣଙ୍କର ଭେଟ କରିଦେବେ ଏବଂ ମୋର ଅସୁବିଧା ହେଇଛି ହଠାତ୍ ଆସିଲେ ନାଇଁ ସେମିତି କିଛି ନାହିଁ ପ୍ରଥମେ ଆପଣ ଆସନ୍ତୁ ଆମେ ଏଠି କଥା ହେବୁ ମୋତେ ଡର ଲାଗୁଛି କ'ଣ ଅସୁବିଧା କୁହନ୍ତୁ ମୋତେ ନାଇଁ ଦେଖନ୍ତୁ ପ୍ରଦୀପକୁ ଆପଣଙ୍କର ସେମିତି କିଛି ବଡ଼ ସମସ୍ୟା ହେଇନି ଆପଣ ଆସନ୍ତୁ ଆମେ ଏଠି କଥା ହେବୁ ଠିକ୍ ଅଛି ଡକ୍ଟର ଆମେ କାଲି ସନ୍ଧ୍ୟାରେ ଆପଣଙ୍କୁ ଦେଖା କରିବୁ ଠିକ୍ ଅଛି ଡକ୍ଟର କୃଷ୍ଣ ଫୋନ୍ କରିଥିଲି କ'ଣ କହିଲେ ମୁଁ ବ୍ଲଡ୍ ଡୋନେଟ୍ କରିଥିଲି ଆଉ ସେ କହିଛନ୍ତି କ'ଣ ପାଞ୍ଚ ମେଡ଼ିକାଲରେ ଦେଖା କରିବା ପାଇଁ ବ୍ୟସ୍ତ ହେଉନି କିଛି ବ୍ୟସ୍ତ ହେବନି କ'ଣ ହଠାତ୍ ଡକେଇଲେ ଏମିତି ମେଡ଼ିକାଲ ବ୍ୟସ୍ତ ହେବା କଥା ନା ହଉ ଚାଲ ବ୍ୟସ୍ତ ହେବନି ଚାଲ ଯିବା ବୁଲିକି ଆସିବା ତାପରେ କାଲି ମେଡ଼ିକାଲରେ ଦେଖା କରିବା The next day. Second day. Second day. The next day. Dr. Smurti. ପ୍ରଦୀପକୁ କି ଆଜ୍ଞା देखी रोस्ट है ଆଜ୍ଞା ମୁଁ बदल ତାକୁ ତ ଡକ୍ଟର ଆପଣଙ୍କ ବିଷୟରେ କହୁଛି ଡକ୍ଟର କ'ଣ କହୁଥିଲେ ମୋ ବିଷୟରେ ଏଇ ଆପଣଙ୍କର ବ୍ଲଡ୍ ଥିଲା ସେଥିରେ ଏଚଆଇଭି ପଜିଟିଭ୍ ଦେଖାଯାଇଛି ତେଣୁକରି ଆପଣଙ୍କର ମୁଁ ଏକ୍ସପେକ୍ଟ କରିନଥିଲି ମୁଁ ଭାବିବି ନଥିଲି ମୋର ଏତେ बढ़िया बढ़िया नहीं ବ୍ୟସ୍ତ ହେଉନି ଚାଲ ଯିବା ନର୍ସ ଗଲେଣି ଡକ୍ଟରଙ୍କ ସହିତ ନର୍ସ କହିଲେ ତ ଏଚଆଇଭି ପଜିଟିଭ୍ ଅଛି ବ୍ୟସ୍ତ ହେବିନି କେମିତି ଏହା ଗୋଟେ ସାଧାରଣ କଥା କିଛି ଅସୁବିଧା ନାହିଁ ଚାଲ ଆପଣ କଥା ଆପଣ
ଦେଖନ୍ତୁ ବାବୁ HIV ଏଇଟା ତ ସାଧାରଣ କଥା ଆପଣଙ୍କୁ ତ ନର୍ସ ସବୁ କିଛି କହିଥିବେ ଗତକାଲି ଆମେ ଆପଣଙ୍କ ବ୍ଲଡ୍ ଟେଷ୍ଟ କରିବା ସମୟରେ ଜାଣିବାକୁ ପାଇଲୁ ଯେ ଆପଣଙ୍କ ବ୍ଲଡ୍ରେ କିଛି HIV ଭୂତାଣୁ ରହିଛି ତେଣୁ ଆମେ ଆପଣଙ୍କ ଟ୍ରିଟମେଣ୍ଟ ପାଇଁ ହସ୍ପିଟାଲକୁ ପଠାଇଛୁ କିଛି ବ୍ୟସ୍ତ ହେବାର ନାହିଁ ଆପଣ ସ୍ୱଳ୍ପ ଯତ୍ନ ଏବଂ ସାଧାରଣ ଚିକିତ୍ସାରେ ପୁନର୍ବାର ରହିବେ। ହଁ ଯେ ମ୍ୟାଡ଼ାମ ଯଦି ଗାଁ ଲୋକ ଆଉ କଲେଜ ସମସ୍ତେ ଜାଣନ୍ତି ଏ କଥାକୁ ଏକଥା ଜାଣିଲେ କିଛି ଅସୁବିଧା ନାହିଁ ଦେଖନ୍ତୁ ରୋଗ ଥିବା ରୋଗୀ ତାହାକୁ ମଧ୍ୟ ଅସମ୍ମାନ କରିବା ଉଚିତ ନୁହେଁ ସେମାନେ ମଧ୍ୟ ଆମ ସମାଜର ଅଂଶ ସେମାନଙ୍କୁ ଭୟ କରିବା କିମ୍ବା ସେମାନଙ୍କୁ ଭୟଭୀତ କରାଇବା ଆମର ଉଦ୍ଦେଶ୍ୟ ନୁହେଁ ସେମାନଙ୍କୁ ମଣିଷଙ୍କ ଠାରୁ ସମାନ ଅଧିକାର ସମାନ ସ୍ନେହ ଆଦର ପାଇବାର ସମାନ ଅଧିକାର ଅଛି ତେଣୁ ଆପଣ ମଧ୍ୟ ଆପଣଙ୍କ ସାଙ୍ଗଙ୍କ ସହ ପୁରୁଣା ଭଳି ମିଶାମିଶି ହୁଅନ୍ତୁ କିଛି ଅସୁବିଧା ନାହିଁ ଆଉ ଏହା ସ୍ପର୍ଶ ଦ୍ୱାରା ବ୍ୟାପେ ନାହିଁ। ମ୍ୟାମ୍ ମୁଁ ଅର୍ଦ୍ଧବାସୀ ଲୋକ ନୁହେଁ ମୁଁ ଜଣେ ସେବା ଓ ସଚେତନତା ବ୍ୟକ୍ତି ଅଛି। ଠିକ୍ ଅଛି ଆପଣ ଏଇ ମେଡିସିନ ଗୁଡ଼ିକ କଣ୍ଟିନ୍ୟୁ କରନ୍ତୁ କିଛି ଅସୁବିଧା ହେଲେ ମୋ ସହ ଯୋଗାଯୋଗ କରିବେ। HIV ଏହା ସ୍ପର୍ଶ କଥାବାର୍ତ୍ତା କ୍ରୀଡ଼ା ଭିତରୁ କେବେ ହେଲେ ବ୍ୟାପେ ତେବେ ଏଚଆଇଭିକୁ ଡରିବା ନାହିଁ କୋରୋନା ଭଳିଆ ଭୂତାଣୁ ଆମେ ପୁଣି ଚୁଟିରେ ଫୋପାଡ଼ି ଦେଲା ନାହିଁ ଠିକ୍ ସେଇଭଳିଆ ଆଜିକାଲିର ଆଧୁନିକ ବା ବର୍ତ୍ତମାନ ଯୁଗର ଯେଉଁ ଚିକିତ୍ସା ବ୍ୟବସ୍ଥା ନୂତନ ଭାବରେ ଉଦ୍ଘାଟିତ ହୋଇଅଛି ତାହା ମାଧ୍ୟମରେ ଆମେ HIV ଏଡ୍ସ ରୋଗକୁ ଅତି ସହଜରେ ବା ଅତି ସମ୍ଭବ ଭାବରେ ଦୂର କରିପାରିବା ତେଣୁ ଏଥିପାଇଁ ଅଧିକ ସଚେତନ କରିବା ପାଇଁ ମୁଁ ମୋର ସାଥୀ ଡକ୍ଟର ସ୍ମୃତିଙ୍କୁ ଅନୁରୋଧ କରୁଛି ଆପଣମାନଙ୍କୁ ଅଧିକ ସଚେତନ ପ୍ରିୟ ଦର୍ଶକ HIV ଆମ ସମାଜରେ ଅନେକ ଭୁଲ ଧାରଣା ସୃଷ୍ଟି କରିଛି ତେଣୁ ମୁଁ ଜଣେ ଡକ୍ଟର ସବୁକୁ ଦୂର କରିବାକୁ ଚାହେଁ HIV ଏଡ୍ସ ଏକ ରୋଗ ଯାହା ସ୍ପର୍ଶ ଦ୍ୱାରା ବ୍ୟାପେ ନାହିଁ HIV ହେଇଥିବା ରୋଗୀମାନଙ୍କୁ ଆମମାନଙ୍କ ସହ ମିଳିମିଶି ଚଳିଲେ କିଛି ଅସୁବିଧା ନାହିଁ ଏହା ସ୍ପର୍ଶ ଦ୍ୱାରା ବ୍ୟାପେ ନାହିଁ ତେଣୁ ଏଇ ସତ୍ୟକୁ ଯେତେବେଳେ ଆମେ ଗ୍ରହଣ କରିପାରିଲେ ଆମ ସମାଜରେ ପୁଣି ଭେଦଭାବ ଆଉ ଭ୍ରାନ୍ତି ସବୁ ଦୂରେଇ ଆମେ ପୁଣି ସୁସ୍ଥ ସମାଜରେ ବଞ୍ଚିପାରିବା ତେଣୁ ଆମର ଦାୟିତ୍ୱ ହେଉଛି ସେମାନଙ୍କୁ ଭୟ ନୁହେଁ ସାହାରା ଦେବା ଭେଦଭାବ କରିବା ନୁହେଁ ସମ୍ମାନ ଦେବା ଏବଂ ଅପପ୍ରଚାର ନୁହେଁ ସତ୍ୟକୁ ପ୍ରଚାର କରିବା ଧନ୍ୟବାଦ। ସହାୟତା କରିଥିବାରୁ YRC କ୍ଲବ ମାଧ୍ୟମରେ ଆମେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁ। Thank you. Apa